ଜାଣନ୍ତୁ ହସ୍ତମୈଥୁନକୁ ନେଇ କେତେ ଲାଭଦାୟକ ଏବଂ କେତେ କ୍ଷତିଦାୟକ। କେଉଁ ସମୟରେ କରିବେ ହସ୍ତମୈଥୁନ କେତେ ଲାଭଦାୟକ ଆପଣ ପାଇଁ ଏହି ଭିଡ଼ିଓରେ ଜାଣିପାରିବେ। ଜୀବନ ରହିଛି ମାନେ ମାନବଙ୍କ ମଧ୍ୟରେ ଜିଜ୍ଞାସା ରହିଛି। ତେବେ ପ୍ରତ୍ୟେକ ମଣିଷ ପାଖରେ ଆପଣମାନଙ୍କୁ ଆହାର, ନିଦ୍ରା, ମୈଥୁନ ଏବଂ ଭୟ ନିଶ୍ଚିନ୍ତ ଭାବେ ଆପଣମାନଙ୍କୁ ଦେଖିବା ପାଇଁ ମିଳିବ। ସେମିତିରେ ମୁଁ ଆଜି ଆପଣମାନଙ୍କ ସହିତ ମୈଥୁନ ବା ହସ୍ତମୈଥୁନ ବିଷୟରେ କହିବା ପାଇଁ ଯାଉଛି, ଯେଉଁଠାରେ ଆପଣମାନେ ନିଶ୍ଚିନ୍ତ ଭାବେ ଜାଣିପାରିବେ କି ହସ୍ତମୈଥୁନ କରିବା ଦ୍ୱାରା ଆମର କ'ଣ କ୍ଷତି ହୁଏ ଏବଂ କ'ଣ ଲାଭ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା। ସେମିତିରେ ଆମେ ଯଦି ବୈଜ୍ଞାନିକଙ୍କ ମତ ନେବା, ତେବେ ଶରୀରକୁ ସୁସ୍ଥ ରଖିବା ଏବଂ ଆମମାନଙ୍କ ମଧ୍ୟରେ ଉତ୍ସାହ ଆଣିବା ପାଇଁ ନିଶ୍ଚିନ୍ତ ଭାବେ ସେକ୍ସ କରିବା ଦରକାର। ତେବେ ସେମିତିରେ ଯୌବନ ଅବସ୍ଥାରେ ଯିଏ ଏହି ସେକ୍ସ କରେ ନାହିଁ, ସେ କେବେ ବି ସୁସ୍ଥ ରହିପାରେ ନାହିଁ। ସେହିପରି କେବଳ